ତ ସକାଳୁ ଏଠି ତାର ବ୍ରେକଫାଷ୍ଟ ପାଇଁ ଦେଖୁନାହାନ୍ତି ଆଗେ ଥଣ୍ଡାଟା ସେ ଧରାଇ ବଇଛି। ମିଠା ଯେଉଁ ଏତେଟା ଥୋଇନି ତାକୁ ମୁଁ ଖାଲି ଥୋଇ ଦେଇଛି ଭିଡ଼ିଓଟା ଭଲ ଆସିବ ତା ଦେହରୁ ଗୋଟାଏ ବି ଖାଇଲାନି। ଆଉ ତ ଏଠି ଚିକେନ୍ ପାଇଁ କହିଥିଲୁ ତାକୁ ଆଜି ଚିକେନ୍ ଆମର କରିବୁ। ଖାଲି ଭଲ ଲେଗ୍ ପିସ୍ ପୁରା ହିଁ ଆସିଛି। ମୁଁ କହିଲି ତୁ ପ୍ରିପାରେସନ୍ କରିଦେ ମସଲା ମସଲି ମୁଁ ଚିକେନ୍ଟା କରୁଛି ଆଉ ତୁ ଦେଖ କେମିତି କରିବୁ ମୋ ଭଳିଆ ଟିକେ ଶିଖ। ସେ କହିଲା ହଉ କରିଦି ସେ ତାର ସେପଟେ ଛତୁ ବନେଇଦେଲା। ଆଉ କାରଣ ଆଇଁଷ ବାବା ମାମା ଖାଇବେନି ଆମେ ଖାଇବୁ ଆଇଁଷ ସେମାନେ ଖାଇବେ ଛତୁ। ତ ଏଠି ଆମ ଦୁଇ ଜଣ ନଣନ୍ଦ ଭାଉଜ ଲାଗି ପଡ଼ିଛି ରୋଷେଇରେ। ସେ ସେପଟେ ବନେଇ ଦେଉଛି ଛତୁ ମୁଁ ଏପଟେ ବନେଇ ଦେଉଛି ଚିକେନ୍। ଛତୁଟା ମୁଁ ପ୍ରିପେୟାର ତ କରିଦେଇଥିଲା ସେ ଖାଲି ଡାଇରେକ୍ଟ କହିବ ଆଜି ଭାଜି ଭୁଜିକି ଆଉ ଛତୁ ଫତୁ କରିବନି। ମୁଁ କହିଲି ସେମିତି କରିଦେବି ଯେଉଁ ଗରମ ହେଉଛି। ତ ମସଲା ମସଲି ମୋର ଏଠି ହେବା ଉପରେ ପୁରା ତ କଥାବାର୍ତ୍ତା କରୁ କରୁ ଏଠି ମୋର ମସଲା ବି ରେଡ଼ି ହେଇଗଲାଣି। ତ ଏଠି ଅଦା ରସୁଣ ପେଷ୍ଟ ଆଡ଼୍ କରିଦେବା ସେ ଏକାଥରେ ହିଁ ମସଲା ବାଟି ଦେଇଥିଲୁ ସେପଟେ ଏପଟେ କରିକିନା। ତ ଦୁଇ ଜଣ କାମ କରିଦେଲେ ଜଲ୍ଦି ଜଲ୍ଦି କାମ ସରିଯିବ। ଯେଉଁ ଗରମ ହେଉଛି ତାକୁ ବି ଗରମ ହେଉଛି ମୋତେ ବି ଗରମ ହେଉଛି। ତ ଏଠି ସବୁ ମସଲା ମସଲି ଆଡ଼୍ କରିଦେଇଛୁ ହଳଦୀ ଫଲଦି ଗୁଣ୍ଡ ଆଉ ଜିରା ଧଣିଆ ସବୁ ସେଗୁଡ଼ା ବେସିକ୍ ମସଲା ସବୁ ଆଡ଼୍ ହେଇଯାଇଛି ଆମର। ଆଉ ମସଲାଟା ଦେଖନ୍ତୁ ପୁରା ଭଲସେ କଷି ହେଇ ଆସିଲାଣି। ଆଉ ଏବେ ସେଠି ସେ ଛତୁ ବି ତାର ଜଲ୍ଦି ହେଇଯାଇଥିଲା ଛତୁ ଆଡ଼୍ କରିଦେଇଛି ମୋର ଚିକେନ୍ ପକେଇନି। ତ ସେ ସେଠି ଛତୁଟା ଘୋରି ଦେଲା ପରେ ଏପଟେ ମୁଁ ଚିକେନ୍ଟା ପକାଇଦେବି। ମୋର ଚିକେନ୍ଟା ଏପଟେ ଭଲସେ ଟିକେ କଷି ହେଇଯାଉ ଖାଲି ମଝିରେ ମଝିରେ ଆସି ଦେଖୁଥିଲୁ କଷି ହେଇଗଲାଣି। ଆଉ ଅଳ୍ପ କଷାରେ ଅଛି ଏଇ ଯେଉଁ ପାଣିଟା ପୁରା ଟୋପେ ପାଣି ଦେଇନି ସେ ଚିକେନ୍ର ପାଣିଟା ହିଁ ତା ଦେହରେ ପୁରା ମିଶିଗଲେ ଭଲକି ସେ ପୁରା କଷି ହେଇଯିବ। ତ ଏଠି ଦେଖୁନ ପୁରା ତେଲ ବାହାରି ଆସିଲା ମୋର ଚିକେନ୍ଟା ପୁରା କଷି ହେଇଗଲାଣି ଭଲସେ। ଖାଲି ଝୋଳ ରହିବନି ଏତେ ଝୋଳ ଆମର କ'ଣ ଦରକାର ଝୋଳ କିଛି ଖାଇବୁନି ସେଇ ଖାଲି ଜୁକଜୁକିଆ ଭଲସେ କରିକିନା ବହଳିଆ ବଳିଆ କାଣ୍ଠୁଳିଆ ଭଳିଆ ତାକୁ ଖାଇବୁ। ତ ଏଠି ଆମର ହେଇଗଲା ନଣନ୍ଦ ଭାଉଜ ବସିଗଲୁ ଆମେ ଟିକେ ଖାଇଦେବୁ। ତ ମୁଁ ଲେଗ୍ ପିସ୍ଟା ଖାଇ ଟେଷ୍ଟ କରି ଦେଖୁଛି ବଢ଼ିଆ ଟେଷ୍ଟି ପୁରା ସଫ୍ଟ ହେଇଥିଲା। ଆଉ ଆମ VIP ସିଏ ଖାଇବ ଭାତ ଖାଇବନି ସେ ଖାଇବ ଚିକେନ୍ କଷା ରୁଟି ଖଣ୍ଡେ ଖାଇଲା। ଆଉ ଚାଲ ସରପ୍ରାଇଜ୍ ଅଛି ଆଗକୁ ମୁଁ ଆପଣଙ୍କୁ ଜଣାଉଛି।